ବାବୁ ବେହେରା। କାଲି ରାତିରୁ ଗୋଟେ 50 ଗୋଟେ ବେଳକୁ ଗାଡି ନେଇକି ନା କହିଲେ ମୁଁ ତ ଜାଣିନି, ମୁଁ ରାତିରେ ଏମିତି ବୁଲାବୁଲି କରନ୍ତି ଆଜ୍ଞା। ମୁଁ ତାଙ୍କ ଭେଣେଇ, ବଡ ଭେଣେଇ। ଆଜ୍ଞା। ସିଏ କାଲି ବୁଲିବାକୁ ଯାଇଛନ୍ତି। ବୁଲିବାକୁ ଗଲା ଭିତରେ ମୁଁ ଖବର ପାଇଲି ଯେ, ସକାଳୁ ପାଇଲି ଖବର ଆକ୍ସିଡେଣ୍ଟ ହେଇକିନା ମେଡିକାଲରେ ପଡିଛନ୍ତି। କିଛି ଘରେ କିଛି କହିନ, ବୁଲିବାକୁ ଯାଇକିନା ଚୁପକିନା ବୁଲିକିନା ଆସିନା ରହିଯାଆନ୍ତି, ଆମକୁ କିଏ ଜଣାନ୍ତିନି। ବୁଲିକିନା ଆସିବା କାଲି ଏମିତି ଘଟା ଜମ ଜଗିନା ବସିଥିଲା ସେଇ ଜାଗାରେ। ଅରିଜିତ ବେହେରା ଆଉ ଗୋଟେ ଶିବୁ ମହାନ୍ତି, ଅରିଜିତ ବେହେରା, କାହ୍ନା କୁଣ୍ଟିଆ। ସାଙ୍ଗ। ଆଜ୍ଞା। ବୟସ ସାର୍ ଗୋଟେ 16, 17, ଗୋଟେ 18 ବର୍ଷ। ଆଜ୍ଞା। ନାଇଁ ସାର୍। ଗାଡି ତ ସାର୍ ଆମର ସେଇଠିକାର ଗୋଟେ ଲୋକର ମାଗିନା ଆଣିଥିଲା ଆଉ। ଆଜ୍ଞା। ନଖିନି ସାର୍ ହଳଦୀ ପଡିଆ। ଆଜ୍ଞା। ସାର୍ ମତେ ଖବର ଆଇଲା ସକାଳୁ 6ଟା 6:30 ବେଳକୁ ଖବର ଆଇଲା ଯେ ତମ ଶଳା ମୃତ୍ୟୁ ହେଇଯାଇଛି ଆଉ ମେଡିକାଲ ଭର୍ତ୍ତି। ଗଲାକାଲି ରାତିରେ ଭୁବନେଶ୍ୱର ସାଇ ମନ୍ଦିର ଛକ ପାଖରେ ଗୋଟେ ରୋଡ ଆକ୍ସିଡେଣ୍ଟରେ 3 ଜଣ ଲୋକଙ୍କର ସ୍ପଟ୍ ଡେଥ୍ ହେଇଯାଇଛି। ଦେଖନ୍ତୁ ଆମେ ଆପଣଙ୍କୁ ସେଇ ଫୁଟେଜଟି ଦେଖାଉଛୁ, ସିସିଟିଭି ଫୁଟେଜଟି। ଗୋଟେ ଏଇ ସିସିଟିଭି ଧଳା 2 କାର୍ ମଝିରେ ଦେଖିବେ ଗୋଟେ ବାଇକ୍ଟା ଲେନ୍ 1ର ନ୍ୟାସନାଲ ହାଇୱେର ଲେନ୍ 1ର ରଙ୍ଗ ସାଇଡ୍ରେ ସେମାନେ ଆସୁଛନ୍ତି କିପରି ଆପଣ ମାର୍କ କରିବେ। ଏଇ ଦେଖନ୍ତୁ ବାଇକ୍ଟି ଗଲା, ତା ଦେହରେ 3 ଜଣ ବସିଛନ୍ତି। ଆମେ ଆପଣଙ୍କୁ ଆଉ ଗୋଟେ ଫୁଟେଜ ଦେଖାଉଛୁ ଅନ୍ୟ ଏକ ଦିଗରୁ। ଦେଖନ୍ତୁ ଏଇ ଜାଗାରେ ଏଇଟା ଆମେ ଜାଣିକରି ଟିକେ ସ୍ଲୋ କରିଛୁ, ଯେଉଁଟାକି ଆପଣ ଦେଖିପାରିବେ। ସେମାନେ ଭୁବନେଶ୍ୱର ଆଡ଼ୁ ପୁରୀ ଆଡ଼କୁ ଯେଉଁ ନ୍ୟାସନାଲ ହାଇୱେ ଯାଇଛି, ସେ ନ୍ୟାସନାଲ ହାଇୱେର ଲେନ୍ 1ର ରଙ୍ଗ ସାଇଡ୍ରେ ପୁରୀ ଆଡ଼ୁ ଆସୁଥିଲେ ବାଇକ୍ ଚଲେଇକରି। ସେମାନେ ସେଇ ଲେନ୍ 1ର ଭୁବନେଶ୍ୱର ଆଡ଼ୁ ପୁରୀ ଆଡ଼କୁ ଗୋଟେ କାର୍ଟି ଯାଉଥିଲା ଏବଂ ଠିକ୍ ରାତି 1:19:38 ସମୟରେ ଏହି ଦୁର୍ଘଟଣାଟି ହେଇଛି। ଆପଣ ଦେଖିବେ ଦେଖନ୍ତୁ ଏଇ ଜାଗାରେ ଦେଖନ୍ତୁ ଆପଣଙ୍କର ଦୁର୍ଘଟଣାଟି ହେଇଛି। ଦୁର୍ଘଟଣାଟି ପରେ ଦେଖନ୍ତୁ ଗାଡ଼ିର ସ୍ପେୟାର ପାର୍ଟ ସବୁ ଆପଣଙ୍କୁ ସିସିଟିଭିରେ ଠିକ୍ରେ ଦିଶୁ ନଥାଇପାରେ। ବିଭିନ୍ନ ସ୍ପେୟାର ପାର୍ଟ ସବୁ ଏପଟେ ସେପଟେ ଫୋପାଡ଼ି ହେଇକରି ପଡ଼ିଛି। ଦେଖନ୍ତୁ ଆପଣ ଦେଖିପାରୁଥିବେ ରାସ୍ତାରେ। ଆମେ ଆପଣଙ୍କୁ ଆଉ ଗୋଟେ ଫୁଟେଜ ଦେଖାଉଛୁ, ଯାହା ଦେହରେ ଆପଣ ଦେଖିବେ ଯେତେବେଳେ ସେମାନେ ଆସିକିରି ଏଇ ଗାଡ଼ିଟିରେ ଛିଟକିକିରି ଆସିକିରି ଏଇଠି ଗୋଟେ ଗାଡ଼ିଟିରେ ମାଡ଼ ହୋଇଛନ୍ତି। ଲେଫ୍ଟ ସାଇଡ୍ କର୍ଣ୍ଣରରେ ଧଳା କାର୍ର ଆରପଟେ ଯେଉଁ ଗାଡ଼ିଟି ଅଛି, ଏ ବାଇକ୍ଟି ଗଲା, ସେପଟେ ଆକ୍ସିଡେଣ୍ଟ ହେଲା। ଏଇ ଦେଖନ୍ତୁ ଏ ଗାଡ଼ିଟିରେ ଆସିକିରି କେମିତି ସେ ଲୋକ ମାଡ଼ ହୋଇଛନ୍ତି। हाँ सर मुझे पाखे ड्यूटी करे सर मुझे माने भीतर पटे थी जो आवाज आसला कि आवाज आसला पुलिस रन शुविला माने बेसी आवाज है भीतर पट रही सर देखिली भीतर पट रही देखला सर पुलिस सार मैंने बहुत जमा होती आ सर देखिली 2टा लाश माने पड़ी रही आगु विषय सर मुझे जानी ना नहीं सर मुझे तो भीतर गानी थी पूरा प्राय घोड़ाघोड़ी माने ठंडा लगुच भीतर पटे थी काम चालू होनी बोली जो आवाज टे शुविला पुलिस मनकर जो आवाज माने लोक आवाज शुविला कौन है बोली सर बाहर को भीतर पट रही देखिली नहीं सर बाहर को बिल्कुल मुझे आसेनी भीतर पट रही देखी
ଆମର ବାଉଣ୍ଡ୍ରି ଭିତରେ ରହି ଦେଖିଲି ବାହାରି ବିଲକୁଲ ମୁଁ ଆସିନି ସାର୍ ସକାଳ ହେଲୁ ଯା ଆସିଲି ସକାଳ ଆସିଲା ସବୁ ନେଇ ଗଲେଣି କଣ କହିବେ ରାସ୍ତାରେ ତ ସବୁବେଳେ ଭିଡ ରହୁଛି ରଙ୍ଗରେ ବି ଲୋକ ଆସୁଛନ୍ତି ସାର୍ ମୁଁ ଯାହା ଦେଖିବାରେ 5-7 ଦିନ ହେଲା ବର୍ତ୍ତମାନ ଏଠି ମୁଁ ଅଛି ସିକ୍ୟୁରିଟି କାମ କରୁଛି ସାର୍ ଏ ଲାଇନ ରେ ମଧ୍ୟ ରଙ୍ଗରେ ମାନେ ଲୋକ ଯାଉଛନ୍ତି ସାର୍ ଆଉ ହଁ ସାର୍ ଯାଉଛନ୍ତି ମଧ୍ୟ ଏବେ ବି ଯାଉଛନ୍ତି କୋଉଠି ଆପଣଙ୍କର ବଡି ପଡିଥିଲା କହୁଛନ୍ତି ଆପଣ ସାର୍ ଏଠି ଆକା ତ ଆପଣ ତ ଦେଖିଥିବେ ବ୍ଲଡ ପଡିଥିଲା ଏଠି ଗୋଟେ ଲାଶ ପଡିଛି ଆଉ ଏଇ ଯୋଉ ଗାଡିଟା ଅଛି ଏଇ ମାରୁତିଟା ଆମର ଏଠି ସାର୍ ବ୍ଲଡ ବି ପଡିଛି ଏଠି ଗୋଟେ ଲାଶ ଛାଡ଼ିଥିଲା ମୁଁ ସେ ଭିତର ପଟ ରହିକି ସାର୍ ଦେଖୁଥିଲି ଆଚ୍ଛା प्रताप कुमार प्रधान मोर ये होटेल अच्छी आम घर रोसई तो मुझे पिला शुणी जे काली 2टा ରୁ 2:30 भितर एक्सीडेंट कि प्रपर कौन हो जानी ये रास्ता सब गहली रोचे ये पुरी बाईपास आप एत भिड़ रोचे आप बिलीव करेंगे माने लोक मैंने अध किलोमीटर जावाई 3-3 घंटा लगुच तो बहुत भिड़ रोचे रास्ता हाँ हाँ सियोर सियोर जो रास्ता अच्छे रास्ता बेसी लोग रंग जेहेतु बाईपास ये किसी पास करने बाट ना दूर अच्छी लोक मैंने सब रंग जाऊँ सियोर सियोर रहा कथा ये रोड ये करने कथा लोक जीवाई हाँ डाइवर्सन करने कथा ये से जिन ना से स्कूल देखिए डीएम स्कूल अच्छी जितक सब पेरेंट्स अच्छा पिला नौ समस्ते रंग ही जाऊँ रास्ता हाँ आम ये घर आम जानबुनि आज्ञा सब रंग साइड रे माने एटी आगे गोटे स्कूल आगे गोटे ट्रैफिक एटी माने कट पॉइंट नाही बोली जो लोक माने माने रंग रासनी जाई कट पॉइंट होची ओडियाडी होटल पाखे रेवती नगर पाखे अछि तो सेठी भी मध्ये सेम एक्सीडेंट किंतु एटी जो सेठी जो स्कूल अछि स्कूल माध्यम रे जो सेठी जो गली रे बाहर जनी एटी जो ट्रैफिक ता पाखे रे ना तो सेहिति पय रंग वे रे आसिला बळ किछि ना किछि सब ही हैपनिंग ही होउची बाहागर तो इवेनली एमती जदि संडे वेडनेसडे और फ्राइडे 3टा बार रे आपण तो जाई ही परिबेनी पूरा लाइन माने क्वाडु क्वाडु लाइन ही लागि थिवो से हम रेवती नगर पछुर भी माने लाइन लागि थिवो कोन कहबे एटी डाइवर्सन होबा कथा निश्चय निश्चय आ पय किछि गोटे पदक्षेप कि माने किछि गोटे सुविधा ही करा जाऊ नले प्रत्येक दिन ही हमर ए एरिया रे ही एक्सीडेंट प्रत्येक दिन